କାର୍ଯ୍ୟଫର୍ଦ 12 ବିଷୟ ବୈଜ୍ଞାନିକ ମନୋବୃତ୍ତି। ଲେଖକ ଶରତ କୁମାର ମହାନ୍ତି। ଆସ ତଳ ଅନୁଚ୍ଛେଦଟିକୁ ପଢ଼ିବା ହେଲା। ଅନାସକ୍ତ ଭାବ ବ୍ୟତୀତ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଆଉ ଗୋଟିଏ ଲକ୍ଷଣ। ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରର ମତଠାରୁ ମୁକ୍ତ ରହି ସମାଜର ପ୍ରଚଳିତ ମତ ଦ୍ୱାରା ପ୍ରଭାବିତ ନ ହୋଇ ସ୍ୱାଧୀନ ଭାବେ ବିଚାର କରିବା ଏକ କଠିନ ମାନସିକ ଅଭ୍ୟାସ। ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ। ଅନାସକ୍ତ ଭାବ ଥିଲେ ମଧ୍ୟ ନିଜର ସିଦ୍ଧାନ୍ତକୁ ନିଶ୍ଚିତ ଭାବେ ସତ୍ୟ ବୋଲି ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି କେବେ ଭାବିବେନି। ସେହି ବିଷୟରେ ତାଙ୍କର ଜ୍ଞାନ ଅସମ୍ପୂର୍ଣ୍ଣ ହୋଇପାରେ ଓ ତାଙ୍କର ଯୁକ୍ତିରେ କିଛି ଭୁଲ ଥାଇପାରେ, ଏକଥା ସେ ମନେ ରଖିଥିବେ, କାରଣ କୌଣସି ମତ ପ୍ରତି ସେ ଆସକ୍ତ ନୁହନ୍ତି। ତାହେଲେ ଅନୁଚ୍ଛେଦଟି ଜାଣିଲ, ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତିମାନଙ୍କର ଚିନ୍ତାଧାରା କିପରି, ସେହି ଅନୁଚ୍ଛେଦରେ ପଢ଼ିଲେ। ତାହେଲେ ଶିକ୍ଷଣ କାର୍ଯ୍ୟ 1 ଦେଖ। ଆସ ତଳ ଲିଖିତ ବାକ୍ୟଗୁଡ଼ିକୁ ଉତ୍ତର ରୂପେ ପାଇବା ପାଇଁ ବନ୍ଧନୀ ମଧ୍ୟରେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ପ୍ରଶ୍ନ ତିଆରି କରିବା। ଆଚ୍ଛା, ବନ୍ଧନୀ ମଧ୍ୟରେ ଏଠି ଦେଇଛି କ'ଣ ଗୋଟେ ପ୍ରଶ୍ନ ତିଆରି କରିବା ପାଇଁ ଶବ୍ଦ। କ ଅନାସକ୍ତ ଭାବ ବ୍ୟତୀତ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହିବା ବୈଜ୍ଞାନିକ ମନୋବୃତ୍ତିର ଆଉ ଏକ ଲକ୍ଷଣ। ତାହେଲେ ଆମେ କେଉଁଟି ଲଗେଇକି ପ୍ରଶ୍ନଟି ତିଆରିବା। କେଉଁଟି ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ ହେଲା। ଖ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜକୁ ଶାସ୍ତ୍ର ମତଠାରୁ ଦୂରେଇ ରଖନ୍ତି। ଏଠାରେ କେଉଁ ଦେଇଛି, କେଉଁ ବ୍ୟକ୍ତିମାନେ ନିଜକୁ ଶାସ୍ତ୍ର ମତଠାରୁ ଦୂରେଇ ରଖନ୍ତି। ଗ ସ୍ୱାଧୀନ ଭାବେ ବିଚାର କରିବା, ଅଧ୍ୟୟନ, ଗଭୀର ଚିନ୍ତା, ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ। ଏଠାରେ କ'ଣ ଦେଇଛି, କ'ଣ ଲଗେଇକି ଆମେ ଲେଖିବା, ପ୍ରଶ୍ନଟେ ତିଆରିବା। ଶିକ୍ଷା ଉପରେ କ'ଣ ନିର୍ଭର କରେ ବା କ'ଣ ଶିକ୍ଷା ଉପରେ ନିର୍ଭର କରେ ହେଲା। ପିଲାମାନେ ଘ କରିବା। ପିଲାମାନେ ଘର ଉତ୍ତର କରିବା ପାଇଁ ମୁଁ କହି ରଖୁଛି, ତୁମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅ, ବୁଝିଲ। ତୁମେ କ'ଣ ମୁଁ ଯେଉଁ ଭିଡ଼ିଓ ଗୁଡ଼ିକ ଅପଲୋଡ଼ କରୁଛି ତାକୁ କ'ଣ ସୁବିଧାରେ ଦେଖିବା ପାଇଁ ପାଇବ ହେଲା। ଘ ଅନାସକ୍ତ ଭାବେ ଥିଲେ ମଧ୍ୟ ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ନିଜ ସିଦ୍ଧାନ୍ତକୁ ସତ୍ୟ ବୋଲି ଗ୍ରହଣ କରନ୍ତି ନାହିଁ। ଏଠି କିଏ ଦେଇଛି, କିଏ ନେଇକି ଆମେ ପ୍ରଶ୍ନ ତିଆରି କରିବା। କିଏ ନିଜ ସିଦ୍ଧାନ୍ତକୁ ସତ୍ୟ ବୋଲି ଗ୍ରହଣ କରନ୍ତି ନାହିଁ। କୌଣସି ବିଷୟରେ ତାଙ୍କର ଜ୍ଞାନ ଅସମ୍ପୂର୍ଣ୍ଣ ଓ ଯୁକ୍ତିରେ ଭୁଲ ଥାଇପାରେ ଭାବି ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତି କୌଣସି ମତ ପ୍ରତି ଆସକ୍ତ ନୁହନ୍ତି। ଏଠି ବ୍ରାକେଟରେ ଦେଇଛି କାହିଁକି। କାହିଁକି ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତି କୌଣସି ମତ ପ୍ରତି ଆସକ୍ତ ନୁହନ୍ତି। ତାହେଲେ 5ଟି ପ୍ରଶ୍ନ ତିଆରି କଲେ। ଆଚ୍ଛା, ମୁଁ କେତେ ପରିଶ୍ରମ କରୁଛି ପିଲାମାନେ ତୁମ ପାଇଁ ହେଲା। ନିଜେ ହାତରେ ଲେଖିକି ମୁଁ ପରିଶ୍ରମ କରୁଛି ତୁମେ କିଛି ଶିଖିପାରିବ ବୋଲି। ତାହେଲେ ତୁମେ କ'ଣ କରିବ, ଭିଡ଼ିଓଟି ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖିବ, ଲାଇକ୍ କରିବ ଆଉ କମେଣ୍ଟ ଦେବ ଆଉ ନିଜ ଲୋକମାନଙ୍କ ସହିତ ସେୟାର କରିବ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ଶିକ୍ଷଣ କାର୍ଯ୍ୟ 2 ଦେଖ। ଆସ ତଳ ଲିଖିତ ଶବ୍ଦଗୁଡ଼ିକରେ ୟ ପ୍ରତ୍ୟୟ ଲଗାଇ ନୂତନ ଶବ୍ଦ ଗଢ଼ିବା। ଯେପରି ପଠ ଯୋଗ ୟ ସମାନ ପାଠ୍ୟ, ସେହିପରି ଭଜ ଯୋଗ ୟ ସମାନ ଭାଜ୍ୟ, ବହ ଯୋଗ ୟ ସମାନ ବାହ୍ୟ, ମନ ଯୋଗ ୟ ସମାନ ମାନ୍ୟ, ଦୃଶ ଯୋଗ ୟ ସମାନ ଦୃଶ୍ୟ ହେଲା। ଏପରି ହେବ। ଶିକ୍ଷଣ କାର୍ଯ୍ୟ 3 ଦେଖ। ଆସ ତଳେ ବନାନ ଭୁଲ କରି ଲେଖାଯାଇଥିବା ଶବ୍ଦଗୁଡ଼ିକୁ ଠିକ୍ କରି ଲେଖିବା, ମାନେ ଶବ୍ଦର ଶୁଦ୍ଧ ରୂପ। ଯେମିତି ଏଠି ଲେଖା ହେଇଛି ସାହାର୍ଯ୍ୟ, ଏଟା ହେବ ସାହାଯ୍ୟ, କାହିଁକି ନା ଏଇ ରେଫ ଉଠିଯିବ ହେଲା। ଏଇଟା କ'ଣ ତାଲବ୍ୟସ୍ୱରେ ଦୀର୍ଘଇକାର ଲାଗିଛି, ଏଠି ଦୀର୍ଘଇକାର ଲାଗିବନି, ହର୍ଷଇକାର ଲାଗିବ, ଶିକାର। ଏଠି ଦେଇଛି ଆଶୀର୍ବାଦ, ସରେ ହର୍ଷଇ ଲାଗିଛି, ଏଠି ହେବ ଦୀର୍ଘଇକାର ଆଶୀର୍ବାଦ। ଭୁବନେଶ୍ୱର, ଏଠି ଭରେ ହ୍ରସ୍ୱକାର ଲାଗିବ, ଭୁବନେଶ୍ୱର ହେଲା। ଶିକ୍ଷଣ କାର୍ଯ୍ୟ 4। ଆସ ତଳ ଲିଖିତ ବାକ୍ୟଗୁଡ଼ିକୁ ଗୋଟିଏ ଶବ୍ଦରେ ପ୍ରକାଶ କରି ଲେଖିବା। ଏକପଦୀକରଣ ହେଲା। ଜଳ ଦିଏ ଯେ ଜଳ ଦିଏ ତାକୁ କ'ଣ କହନ୍ତି, ଜଳଦ ବା ଜଳଦାୟୀ। ଏଠି ଜଳଦାୟୀ ମଧ୍ୟ ଲେଖିପାରିବ। ସବୁ ସହେ ଯେ ସର୍ବଂ ସହା, ଯେମିତି ମାଟି ସର୍ବଂ ସହା କି ନୁହେଁ।
ମଧୁପାନ କରେ ଯେ ମଧୁପାଇ ବା ମଧୁପ ମଧ୍ୟ ଲେଖିପାରିବ। ଯିଏ ପରୀକ୍ଷା କରନ୍ତି ପରୀକ୍ଷକ। ତାପରେ ଶିକ୍ଷଣ କାର୍ଯ୍ୟ 5 ଦେଖ, ଆସ ବୈଜ୍ଞାନିକ ମନୋବୃତ୍ତି ସମ୍ପର୍କରେ 5 ଧାଡ଼ି ଲେଖିବା। ତାହେଲେ ପିଲାମାନେ ବୈଜ୍ଞାନିକ ମନୋବୃତ୍ତି ବିଷୟଟି ପଢ଼ା ସରିଛି, ସେ ବିଷୟରେ 5 ଧାଡ଼ି ଲେଖିବା। 1 ଦେଖ, ଅନାସକ୍ତ ଭାବ ବ୍ୟତୀତ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ। 2 ବୈଜ୍ଞାନିକ ମନୋବୃତ୍ତି ଗଭୀର ଅଧ୍ୟୟନ, ଉପଯୁକ୍ତ ଶିକ୍ଷା ଓ ଗଭୀର ଚିନ୍ତା ଉପରେ ନିର୍ଭର କରେ। 3 ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତି ଅସମ୍ପୂର୍ଣ୍ଣ ଜ୍ଞାନ ଓ ଯୁକ୍ତିରେ ଭୁଲ ଥାଇପାରେ ଭାବି କୌଣସି କଥାରେ ଆସକ୍ତି ହୁଅନ୍ତି ନାହିଁ। 4 ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରମତଠାରୁ ଦୂରେଇ ରହି ସ୍ୱାଧୀନ ଭାବେ ବିଚାର କରି ବୈଜ୍ଞାନିକ ମନୋବୃତ୍ତିର ପରିଚୟ। ବିଚାର କରିବା ସ୍ୱାଧୀନତା ବୈଜ୍ଞାନିକ ମନୋବୃତ୍ତିର ପରିଚୟ। 5 ଅନାସକ୍ତ ଭାବ ଥିଲେ ନିଜ ସିଦ୍ଧାନ୍ତକୁ ସତ୍ୟ ବୋଲି ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତି କେବେ ଭାବନ୍ତିନି। ଏପରି 5ଟି ଧାଡ଼ି ଲେଖିଲେ। ତାହେଲେ ପିଲାମାନେ ଭିଡ଼ିଓଟି କେମିତି ଲାଗିଲା ମୋତେ ନିଶ୍ଚିତ ଭାବରେ କମେଣ୍ଟ କରିକି ଜଣାଇବ ହେଲା। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇଦେବ। ଆଉ ମୁଁ ପ୍ରତିଦିନ ଯେଉଁ ଭିଡ଼ିଓ ଗୁଡ଼ିକ ଅପଲୋଡ଼ କରିବି ତାକୁ ତୁମେ ସୁବିଧାରେ ଆଉ ସହଜରେ ଦେଖିପାରିବ। ରହୁଛି, ଧନ୍ୟବାଦ।